ଜୟ ଜଗନ୍ନାଥ, ଜୟ ଲୋକନାଥ। ଆମର ଏଇ ଯୋଉ ଆସନ୍ତା 2 ଦିନ ହେଲା ଚାଲିଛନ୍ତି ମଳ ମାସ। ପୁରାଣରେ ଏଇ ମଳ ମାସକୁ ପୁରୁଷୋତ୍ତମ ମାସ ଭାବରେ ଆମେ ଜାଣିଛେ। ତ ଏଇ ସମ୍ପର୍କରେ ଗୋଟେ ବଢିଆ ସୁନ୍ଦର କାହାଣୀ ଅଛି। ମଳ ମାସ କାହାକୁ କୁହାଯାଏ ଆମେ ତ କହିବା, କିନ୍ତୁ ଗୋଟେ ବଢିଆ ସୁନ୍ଦର ଷ୍ଟୋରି ତାର ଅଛି। ସ୍ଵାମୀ ନଥିବା ଯୋଗୁ ଅଧିମାସକୁ ମଳ ମାସ ବୋଲି ନାନା ଗଞ୍ଜଣା ଶୁଣିବାକୁ ମିଳିଲା। ତେଣୁ ଏଥିରେ ମର୍ମାହତ ହେଇକିରି ମଳ ମାସ ଭଗବାନ ଶ୍ରୀହରିଙ୍କୁ କହିଲା, ପ୍ରଭୁ ଆଉ ମୋର ସ୍ଵାମୀ ନାହିଁ, ତାହେଲେ ମୋ ମାସର ଦେବତା କେହି ନାହାନ୍ତି, ତାହେଲେ ମୁଁ କଣ ଏମିତି ସବୁବେଳେ ଅପମାନିତ ହେଇକି ରହିବି? ତେଣୁ ଶ୍ରୀହରିଙ୍କର ଶରଣାପନ୍ନ ହେଲା। ଶରଣାପନ୍ନର ମହାବାହୁ ମଳ ମାସକୁ ନେଇକି କହିଲେ ଯେ ଆସେ ଯିବା, ଆମେ ଶ୍ରୀକୃଷ୍ଣଙ୍କ ନିକଟରେ ପହଞ୍ଚିବା। ତାପରେ ମଳ ମାସ ସହିତ ସ୍ୱୟଂ ପ୍ରଭୁ ନିଜେ ଯାଇକି ଶ୍ରୀକୃଷ୍ଣଙ୍କ ପାଖରେ ପହଞ୍ଚିଲେ। କୃପା ବତ୍ସଳ ତ ଭଗବାନ କୃଷ୍ଣ। ତେଣୁ ମଳ ମାସର ମାନେ ମନ ଭିତରେ ଦୁଃଖକୁ ଜାଣିଲେ, ତାକୁ ଅଭୟ ମାନେ ଦେଲେ ଯେ ତୁ ମଳ ମାସକୁ ପତ୍ନୀ ରୂପେ ବରଣ କରିବୁ। ଭଗବାନ କହିଲେ, ଆମର ତ ସବୁ ଦିବ୍ୟ ଗୁଣକ ତୁମ ଭିତରେ ସମାବିଷ୍ଟ ହେଇଛି, ଆମେ ତ ସ୍ୱୟଂ ପୁରୁଷୋତ୍ତମ, ଆଜିଠାରୁ ତୁମେ ମଳ ମାସ ପରିବର୍ତ୍ତେ ପୁରୁଷୋତ୍ତମ ମାସରେ ଖ୍ୟାତ ହବ। ମାନେ ସ୍ୱୟଂ ବିଷ୍ଣୁ ନିଜେ ପୁରୁଷୋତ୍ତମ, ସିଏ ନିଜେ କୃଷ୍ଣ, ନିଜେ ନାରାୟଣ। ତେଣୁ ସେ କହିଲେ, ମଳ ମାସ ତୁ ମନ ଦୁଃଖ କରେନି, ଆଜିଠାରୁ ତୋ ମାସର ଅଧିପତି ମାନେ ତୁ ସ୍ତ୍ରୀ, ମଳ ମାସଟା ଗୋଟେ ସ୍ତ୍ରୀ। ତେଣୁ ମୋର ମାନେ ସ୍ଵାମୀ ହେଲେ ପୁରୁଷୋତ୍ତମ। କିଏ ନା ସ୍ୱୟଂ ପୁରୁଷ ମାନଙ୍କର ଯିଏ ଉତ୍ତମ, ସେ ହଉଛନ୍ତି ସ୍ୱୟଂ ନାରାୟଣ। ତେଣୁ ଏଇ ମାସର ଦେବତା ହଉଛନ୍ତି ପୁରୁଷୋତ୍ତମ। ଶାସ୍ତ୍ର ଅନୁସାରେ ପ୍ରତ୍ୟେକ 3 ବର୍ଷରେ ଥରେ ଏଇ ସର୍ବୋତ୍କୃଷ୍ଟ ପୁରୁଷୋତ୍ତମ ମାସର ଉତ୍ପତ୍ତି ହୁଏ। ଏଇ ମାସରେ ଜପ, ତପ, ଧ୍ୟାନ, ଅକ୍ଷୟ ପୁଣ୍ୟ ସବୁ ପ୍ରାପ୍ତ ହୁଏ। ଏଇ ମାସରେ ଶ୍ରୀକୃଷ୍ଣ ଆଉ ଶ୍ରୀରାମଙ୍କର କଥା ବାଚନ, ଶ୍ରୀମଦ୍ ଭାଗବତ ପଢିବାକୁ ପଡିବ, ଶ୍ରୀମଦ୍ ଭଗବତ ଗୀତା ପାଠ, ଶ୍ରୀହରିଙ୍କ ଉପାସନା ଅଧିକ କରିବା ଦରକାର। ଆଉ ଚଟାଣ ଉପରେ ଶୋଇବା, ବେଳାଏ ଖାଇବା ଅନନ୍ତ ପୁଣ୍ୟକୁ ଫଳ ପ୍ରଦାନ କରେ। ଆମେ ତ ସବୁବେଳେ ଖାଉଛେ, ଶୋଉଛେ, ବୁଲୁଛେ, ସବୁ କରୁଛେ, କିନ୍ତୁ ଏଇ ସମୟରେ ଯେତେ ଆମେ ନିୟମ ଜପତପ ପାଳନ କରିବା, ତାର ପ୍ରଭାବ, ତାର ପୁଣ୍ୟ ବି ଅଧିକ ହବ। ତେଣୁ ସୂର୍ଯ୍ୟଙ୍କର 12ଟି ହଉଛି ସଂକ୍ରାନ୍ତି ଆଧାରରେ ବର୍ଷକ 12 ମାସେ ହୁଏ। 12 ମାସରେ 12ଟା ସଂକ୍ରାନ୍ତି ହୁଏ। ସୂର୍ଯ୍ୟ ଗୋଟିଏ ରାଶିକି ଗଲେ ତାର ସଂକ୍ରାନ୍ତି ଆରମ୍ଭ ହୁଏ। ତାପରେ ଆଉ ଗୋଟେ ସଂକ୍ରାନ୍ତି ଗଲେ, ସେମିତି ଆମର ଯେହେତୁ 12ଟା ରାଶି ଅଛି, 12 ମାସରେ ସୂର୍ଯ୍ୟ 12 ପାଖକୁ ଯାଏ। ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, କୁମ୍ଭ, ମକର, ମୀନ, ଏହିପରି କୁମ୍ଭ, ମୀନ 12 ମାସରେ 12ଟା ସୂର୍ଯ୍ୟଙ୍କର ନାଁ ରହିଯାଇଛନ୍ତି। ତାପରେ 12 ମାସରେ 12ଟା ସଂକ୍ରାନ୍ତିର ନାଁ ବି ରହିଯାଇଛି। ପ୍ରତ୍ୟେକ 3 ବର୍ଷରେ ଥରେ ହଉଛି ପୁରୁଷୋତ୍ତମ ମାସର ଶୁଭ ଆଗମନ ହବ। ଯେମିତି ଆମର ଗୋଟେ ପଞ୍ଚାଙ୍ଗ ଅଛି, ସେଇ ପଞ୍ଚାଙ୍ଗ ଅନୁସାରେ ସବୁ ତିଥି କଣ, ବାର କଣ, ଯୋଗକରଣ କଣ, ନକ୍ଷତ୍ର କଣ, ଏଇ ସବୁ ମାସର ଜଣେ ଜଣେ ଦେବତା ଆଉ ଜଣେ ଜଣେ ସ୍ୱାମୀ ଅଛନ୍ତି। କିନ୍ତୁ ପୁରୁଷୋତ୍ତମର କେହି ସ୍ୱାମୀ ନଥିବା ଯୋଗୁ ଏଥିରେ କୌଣସି ମଙ୍ଗଳ କାର୍ଯ୍ୟ ହବନି, ଶୁଭ କାର୍ଯ୍ୟ ହବନି, ପିତୃ କାର୍ଯ୍ୟ କରାଯାଇ ପାରିବନି, ବିବାହ, ବ୍ରତ, ଘର ପ୍ରତିଷ୍ଠା, କୂପ ଖନନ, ଯେ କୌଣସି ଭଲ କାମ ବା କୌଣସି ଯାନବାହନ କିଣିବା, ଅଳଙ୍କାର କିଣିବା, ଶାଢୀ କିଣିବା, କୌଣସି ଭଲ କାମ ଆମେ କେବେ କରିବା ନାହିଁ। ତ ବିଭିନ୍ନ ପୁରାଣ ଅନୁସାରେ ମଳ ମାସରେ ବ୍ରତ, ଉପବାସ, ଦାନ, ପୂଜା, ଯଜ୍ଞ, ଯେତେ ସବୁ ଅନୁଷ୍ଠାନ ଅଛି ନା, ତା ଦ୍ଵାରା ମନୁଷ୍ୟର ସବୁ ପାପ କ୍ଷୟ ହେଇଯାଏ। ଏଇଥିରେ କଣ ହୁଏ ନା, ବହୁ ଭାବରେ ପୁଣ୍ୟ ମିଳେ। ଆମେ 3 ବର୍ଷ ଭିତରେ 12-36 ମାସ ଭିତରେ ଯେତିକି ପୁଣ୍ୟ କରିଛେ, ଏଇ ମାସଟି ଭିତରେ ସେଇ ପୁଣ୍ୟ ସହସ୍ର ଗୁଣରେ ଫଳ ଦିଏ। ତେଣୁ ଏଇ ମାସରେ ଦାନ ଦେଲେ 1 ଟଙ୍କାର ପ୍ରତି ବଦଳରେ 100 ଗୁଣ ଫଳ ପ୍ରାପ୍ତି ହୁଏ। ଏଇ ମାସରେ ପ୍ରଭୁ ଶ୍ରୀରାମଙ୍କର କଥା, ଭାଗବତ କଥା ଶୁଣିବା ଗୁରୁତ୍ୱ ଦିଆଯାଇଛନ୍ତି। ଆଉ ଏଇ ମାସରେ ତୀର୍ଥ ଭ୍ରମଣ ପୂର୍ବକ ସ୍ନାନ କଲେ ପୁଣ୍ୟ ଅର୍ଜନ କରିବା ସହିତ ମୋକ୍ଷ ମଧ୍ୟ ମିଳେ। ତେଣୁ ତୀର୍ଥ କ୍ଷେତ୍ରରେ କେତେ ଜଣ ବାସ କରିଥାନ୍ତି, ମାନେ ରାମଚରିତ ମାନସ 9 ଦିନ ପର୍ଯ୍ୟନ୍ତ, ଭାଗବତ 7 ଦିନ ପର୍ଯ୍ୟନ୍ତ, ଗୀତା ସବୁଦିନ ପାଠ ବା ପ୍ରବଚନ ଶୁଣିବାକୁ ପଡେ। ସାଧୁସନ୍ଥଙ୍କ ମୁଖରୁ ଶୁଣିଲେ ବିଶେଷ କରି ଏଥିରେ ଲାଭ ବି ଫଳେ। ତାପରେ ଯେଉଁ ମାସରେ ସୂର୍ଯ୍ୟ ସଂକ୍ରାନ୍ତି ନଥାଏ, ସେଇ ମାସ ହଉଛି ପୁରୁଷୋତ୍ତମ। ମାନେ ଏଇ ମାସରେ ବର୍ତ୍ତମାନ ପଳେଇ ଯାଇଛି କଣ, ଆମର ସଂକ୍ରାନ୍ତି ପଳେଇଛି। ଆସନ୍ତା ଯୋଉ 15 ତାରିଖରେ ଆମର ଏଇ ମଳ ମାସ ସରିବ, ଏଇ ଭିତରେ ସଂକ୍ରାନ୍ତି ନାହିଁ, କି ପୂର୍ଣ୍ଣିମା ନାହିଁ, କି ଅମାବାସ୍ୟା ବି ନାହିଁ। ତେଣୁ ଏଇ ମାସରେ ପୁରୁଷୋତ୍ତମ ମାସରେ ନାମରେ
କ୍ଷତି ହେଇଛି। ଯଦି ମଧ୍ୟ ଏଇ ମାସର ମାଙ୍ଗଳିକ କାର୍ଯ୍ୟ ହୁଏନି, କିନ୍ତୁ ଧର୍ମାନୁଷ୍ଠାନ ପାଇଁ ଏଇ ମାସଟା ହଉଛି ପ୍ରଶସ୍ତ। ମାନେ କାର୍ତ୍ତିକରେ ଯେମିତି ପୁଣ୍ୟ କଲେ ଅନେକ ପୁଣ୍ୟର ଫଳ ମିଳି ଯାଇଥାଏ, ତାର ସହସ୍ର କାର୍ତ୍ତିକ ମାସର ପୁଣ୍ୟର ଫଳ ହଉଛି ଏଇ ମଳ ମାସରେ। ତେଣୁ ଏଇ ମାସରେ ଯେତେ ଆମେ ସବୁ ଧାର୍ମିକ ଅନୁଷ୍ଠାନ କରିବା ବା ଧାର୍ମିକ ଆୟୋଜନ ଯାହା ବି ହେଇଥାଉ, କିନ୍ତୁ ଏଇ ମାସରେ କୋଟିଏ ଗୁଣରେ ଅଧିକ ଫଳ ମିଳେ ବୋଲି ଶାସ୍ତ୍ରରେ ବର୍ଣ୍ଣନା ଅଛି। ତ ପୁରୁଷୋତ୍ତମ ମାସରେ ଦୀପଦାନ କଲେ, ବସ୍ତ୍ର ପ୍ରଦାନ କଲେ, ଶ୍ରୀମଦ୍ ଭାଗବତ ଗ୍ରନ୍ଥ ଦାନର ମଧ୍ୟ ବିଶେଷ ମହତ୍ବ ବି ରହିଛି। ଏଇ ମାସରେ ଦୀପ ଦାନ ବି କରାଯାଏ। ତା ଦ୍ଵାରା କଣ ହୁଏ ନା, ଆମର ଧନ ବୈଭବ ସବୁ ବୃଦ୍ଧି ହୁଏ। ତା ସହିତ ଆମକୁ ଅସୀମ ପୁଣ୍ୟ ଲାଭ ହୁଏ। ମଣିଷ ଜାଣିକି ହଉ ଅଜାଣତରେ ହଉ ଅନେକ ପାପ ଅର୍ଜନ କରିଥାଏ। ସେଇ ପାପର ଏଇଥିରେ ଲାଘବ ହୁଏ। ନାମ ଜପ କରିବା ଦ୍ଵାରା ଏଗୁଡା ସବୁ ବିଘ୍ନ ପଳାଏ। ଆମର ଯେମିତି ବସ୍ତ୍ର ପିନ୍ଧି ସାରିଲା ପରେ ମଇଳା ହେଇଯାଉଛି, ତାକୁ ସାବୁନରେ ସର୍ଫରେ ସଫା କରୁଛେ, ସେମିତି ଏଇ ଶରୀରଟା ପାଇଁ ବସ୍ତ୍ରଟା ତାକୁ ଜଳରେ ଧୋଇଦେଲେ ସେ ପରିଷ୍କାର ହେଇଗଲା। ମନଟାକୁ ଆମେ କୋଉଥିରେ ଧୋଇବା ନା, ମନଟାକୁ ଭଗବାନଙ୍କର ନାମରେ ଧୌତ କରିପାରିବା। ପୂଜା ପାଠ କରିଲେ କଣ ହୁଏ ନା, ଭଗବାନଙ୍କ ପାଇଁ ଆମକୁ ସମୟ ଦେବାକୁ ପଡେ। ଶାରୀରିକ ଶ୍ରମ ଦାନ କଲେ ଭଗବାନଙ୍କର ଆଶୀର୍ବାଦ ବି ମିଳିଲା। ତେଣୁ ମଳ ମାସ ହଉଛି 32 ମାସେ, ଯେମିତି କି 16 ଦିନ ଏବଂ 4 ଘଡ଼ି ଅନ୍ତରରେ ପଡେ। କ୍ଷୟ ମାସ ହଉଛି କଣ ନା, 141 ବର୍ଷ ଅନ୍ତରରେ, ତାପରେ 19 ବର୍ଷରେ କାର୍ତ୍ତିକ ଆଦି 3 ମାସ ମଧ୍ୟରେ ପଡେ। ତ ଆମର 12ଟା ମାସ ଭିତରେ ମାତ୍ର ଯୋଡେ ମାସ ପଡେନି। ଯେମିତି ଯୋଡା ଆଷାଢ ହବ, ଯୋଡା ଶ୍ରାବଣ ହବ, ଯୋଡା ଜ୍ୟେଷ୍ଠ ହବ, ଏଗୁଡା ହବ। କିନ୍ତୁ ଯୋଡା କାର୍ତ୍ତିକ କେବେ ହବନି, କି ଯୋଡା ବୈଶାଖ କେବେ ହବନି ହେଲା। ତେଣୁ ଏଥିରେ ଗୋଟେ ସୁନ୍ଦର ମନେ ପଡୁଛି, ଜତୁ କାଠ ଗୃହେ, ସେଗୁଡା ଗୋଟେ ସୁନ୍ଦର ଶ୍ଲୋକଟେ ଅଛି। यस्मिन् मासेन संक्रान्तिः संक्रान्ति द्वयमेव च मलमासः स विज्ञेयो मासे त्रिंशतमो भवेत्। 12 ମାସ ପାଇଁ 12ଟା ସୂର୍ଯ୍ୟ, ଯୋଉ କଥା କହୁଥିଲି 12 ଜଣ ଆଦିତ୍ୟ ଅଛନ୍ତି, କିନ୍ତୁ ଏଇ ମଳ ମାସ ପୁରୁଷୋତ୍ତମ ମାସରେ ନଥାଏ। କେମିତି? ମାସେଷୁ ଦ୍ୱାଦଶାଦିତ୍ୟା ତପନ୍ତେ हि यथाक्रम नपुंसकेऽधिके मासे मण्डलं तपतेरवेः। साता तपे केमिति? मळिमृच्चै समाक्रान्तं सूर्यसंक्रान्तिवर्जितं मळिमृच्चं विजानीयात् सर्वकर्मसु गर्हितं। ମଳ ମାସରେ ନିତ୍ୟ ଅଗ୍ନିହୋତ୍ର ଆଦି କର୍ମ କରାଯାଏ। ବ୍ରତ ଉପବାସ ଦାନ ଆଦି କର୍ମ କରିହେବ, କିନ୍ତୁ ଫଳ ପ୍ରାପ୍ତି କାମନାର ଯୋଉ ସମସ୍ତ କର୍ମ ବର୍ଜନୀୟ ଅଟେ। ତେଣୁ ନ କୁରିୟାଦଧିକଂ ମାସି କାମ୍ୟ କର୍ମଂ କଦାଚନ। ମଣିଷ ଆମେ ନା, ତେଣୁ ଆମେ ଗୋଟେ କରୁଛେ କଣ, ଏଇ ପୁଣ୍ୟ ପାଇଁ ଅମୁକ କରିଲେ, ଏଇ ଯଜ୍ଞ କଲେ ଅମୁକ ହବ, ଏଇଟା କଲେ ଠାକୁରଙ୍କ ପାଖରେ ଆମର ମାନସିକ ଏଇଟା କଲେ ଏଇ ପୁଣ୍ୟଟା ବଢିବ। ଏଇ ମଣିଷର ଗୋଟେ ଆଶା ବା କାମନା ଥାଏ। ଏଇ କର୍ମର ଫଳ ପାଇଁ ମଣିଷ ପୂଜା କରେ। ତେଣୁ ଏଇ ଯୋଉ କର୍ମର ଫଳ ପୂଜା କଲା ପରେ ମିଳେ, ଏଇ ମାସରେ କଲେ ସେ ଫଳ କିଛି ମିଳିବ ନାହିଁ। ଅଳ୍ପ କେତେକର ଉଦାହରଣ ଅଛି କି, ଯେମିତି କି ମୁହୂର୍ତ୍ତ ଚିନ୍ତାମଣିରେ ଲେଖା ହେଇଛି ଯେ, ଗୋଦାନ କଲେ ମହାଦାନ ହୁଏ, ଅଷ୍ଟକା ଶ୍ରାଦ୍ଧ, ଉପାକର୍ମ, ବେଦବ୍ରତ, ଦେବ ପକରଣ ତିଷ୍ଠା, ଅଗ୍ନି ପରିଗ୍ରହ, ଅଭିଷେକ ପୂର୍ବରୁ ଦେଖିନଥିବା ଦେବ ବିଗ୍ରହ ଦର୍ଶନ, ଯେମିତି ତୀର୍ଥ ଗମନ ନିଷିଦ୍ଧ ହେଇଥାଏ, ଠିକ ସେଇପରି ମଳ ମାସ ଆଉ ପୁରୁଷୋତ୍ତମ ମାସ ହଉଛି ଚାନ୍ଦ୍ର ମାସ ବା ସୌର ମାସ ମଧ୍ୟରେ ସାମ୍ୟ ରକ୍ଷା ପାଇଁ ପ୍ରତି 32 ମାସରେ ଗଣନା କରାଯାଉଥିବ ଗୋଟିଏ ଅଧିମାସ। ତ ସୌରମାନ ବର୍ଷ କେମିତି ଆମେ ଜାଣିବା ନା, 12ଟା ସୌର ମାସର ପରିମାଣ, ଯେମିତି କି 12 ମାସରେ 12ଟା ସଂକ୍ରାନ୍ତି ବା ପୂର୍ଣ୍ଣିମା ହେଲା, ତ ସେଇତକ ଦିନ କେମିତି ନା 365 ଦିନ 6 ଘଣ୍ଟା। ତାହେଲେ ଚାନ୍ଦ୍ରମାନ ବର୍ଷ କଣ ହବ ନା, 12ଟା ଚାନ୍ଦ୍ର ମାସର ପରିମାଣ। ଚାନ୍ଦ୍ର ମାସରେ ଅମାବାସ୍ୟା ହୁଏ 12ଟା, ସେଇଥିରେ ତାର ପରିମାଣ କଣ ହୁଏ ନା 354 ଦିନ। ଇଏ 365 ଦିନ 6 ଘଣ୍ଟା, ଇଏ 354 ଦିନ ରହିଲା। ତେଣୁ ଏଥିରୁ ମାଇନସ କେତେ ହଉଛି ନା, ଏଇ ସୌରମାନ ବର୍ଷ ଅପେକ୍ଷା ଚାନ୍ଦ୍ରମାନ ବର୍ଷ 11 ଦିନ 6 ଘଣ୍ଟା ହଉଛି କମ ମାତ୍ର। ତେଣୁ ଏଇ ସୌରମାନ ବର୍ଷ ସଙ୍ଗେ ଚାନ୍ଦ୍ରମାନ ବର୍ଷର ମେଳ ରଖିକି ଏଇ ଯୋଉ ଅଳ୍ପତାକୁ ପୂରଣ କରିବା ପାଇଁ ଚାନ୍ଦ୍ରମାନ ମାସ ଗଣନାରେ 2.5 ବର୍ଷ ଅନ୍ତରରେ ଗୋଟିଏ ଅଧିକା ମାସ ପଡେ। 2.5 ବର୍ଷ ମାନେ କେତେ? 2 ବର୍ଷ ଆଉ 6 ମାସେ। ତେଣୁ ଏଇ ମାସଟା ଯେଉଁ ଚାନ୍ଦ୍ରମାନ ମାସ ମଧ୍ୟରେ ପଡେ, ଏଇ ଚାନ୍ଦ୍ରମାନ ମାସର ନାମରେ ନାମିତ ହୁଏ।
ଯେମିତି କାର୍ତ୍ତିକ ମଳ, ବୈଶାଖ ମଳ ଇତ୍ୟାଦି ଇତ୍ୟାଦି। ତେଣୁ ମଳ ମାସ କୋଉଠୁ ଆରମ୍ଭ ହୁଏ ନା ଫାଲଗୁନ ଠାରୁ ମାର୍ଗଶିର। ଫାଲଗୁନ ପରେ ଫାଲଗୁନ, ଚୈତ୍ର, ବୈଶାଖ, ଜ୍ୟେଷ୍ଠ, ଆଷାଢ, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର। ଆଉ ପୁଷ ଆଉ ମାଘ, ଏଇ ପୁଷ ମାଘ ଦିଟାକୁ ଛାଡିଦବ, ଆଉ ସବୁ ଗୁଡାକ ପଡିବ କଣ ନା ହଉଛି ଏଇ ମଳ ମାସରେ ଯିବ। 10 ମାସରେ ପଡିବ କୋଉଠୁ ନା ଫାଲଗୁନ ମାସଠୁ ମାର୍ଗଶିର ମାସ, ଏଇ ଯୋଉ 10 ମାସ, ଏଇ 10 ମାସରେ ହିଁ ମଳ ମାସ ଯେବେ ବି ପଡିବ, 3 ବର୍ଷରେ ଥରେ। କିନ୍ତୁ ପୁଷ ମାସ କେବେ ହେଲେ ମଳ ମାସ ହୁଏନି, କି ମାଘରେ କ୍ୱଚିତ ମଳ ମାସ ବି ପଡେ। ସାଧାରଣ ମାସରେ ପ୍ରଥମେ କୃଷ୍ଣ ପକ୍ଷ ହବ, ତାପରେ ଶୁକ୍ଳ ପକ୍ଷ ପଡିବ। କିନ୍ତୁ ଚାନ୍ଦ୍ରମାନ ମଳ ମାସରେ ପ୍ରଥମେ ଶୁକ୍ଳ ପକ୍ଷ, ପରେ କୃଷ୍ଣ ପକ୍ଷ ପଡିବ। ବର୍ତ୍ତମାନ ପରଦିନ ହେଇଥିଲା ଅମାବାସ୍ୟା। କିଛି କଥା ହୁଏନି, ମୁଁ ରେକର୍ଡିଂ କରୁଛି ତ, ମ୍ୟୁଟ କର, ଶୁଣ। ତେଣୁ କିଛି କଥା ହୁଏନି, ହୁଁ ହାଁ ହନି। ସାଧାରଣ ମାସରେ ପ୍ରଥମେ କୃଷ୍ଣ ପକ୍ଷ ହବ, ତାପରେ ଶୁକ୍ଳ ପକ୍ଷ ପଡିବ। କିନ୍ତୁ ଚାନ୍ଦ୍ରମାନ ମଳ ମାସରେ ପ୍ରଥମେ ଶୁକ୍ଳ ପକ୍ଷ, ତାପରେ କୃଷ୍ଣ ପକ୍ଷ। କେମିତି ନା ପରଦିନ ହେଇଥିଲା ଆମର ଅମାବାସ୍ୟା, ତାପରେ ହେଲା ପ୍ରତିପଦା, ବର୍ତ୍ତମାନ ଆଜି ହେଲା ଦ୍ୱିତୀୟା ଚନ୍ଦ୍ରମା ପଡିଥିବ। ବର୍ତ୍ତମାନ ହିନ୍ଦୁ ଗଣନାରେ ମଳ ମାସର ବ୍ୟବହାର ଥିବାରୁ ପର୍ବ ଆଉ ଉତ୍ସବ ମାନ ନିର୍ଦ୍ଦିଷ୍ଟ ଋତୁରେ ପଡେ, କିନ୍ତୁ ମୁସଲମାନ ମାନେ କେବଳ ଚାନ୍ଦ୍ର ମାସ ଅନୁସାରେ ସମୟକୁ ଗଣନା କରୁଛନ୍ତି। ତେଣୁ ସେମାନଙ୍କ ପର୍ବ ଉତ୍ସବ ଗୁଡାକ ଯେମିତିକି ଇଦ୍, ମହରମ ସବୁ ଋତୁରେ ପଡିପାରିବ। ତାଙ୍କର ଇଦ୍ ଆଉ ମହରମ ମାସରେ କିଛି ନାହିଁ, ତାଙ୍କର ସବୁ ମାସରେ ହିଁ ଚାଲିବ। ତ ମଳ ମାସର ନାମକରଣ କେମିତି ନା ସୂର୍ଯ୍ୟଙ୍କୁ ଆଦିତ୍ୟ କୁହାଯାଏ। ଅଦିତିଙ୍କ ପୁତ୍ର ହେଇଥିବାରୁ ଆଦିତ୍ୟ, ବା ଅଦିତିଙ୍କର 12 ଶ୍ରେଷ୍ଠ ପୁତ୍ରଙ୍କୁ ଦ୍ୱାଦଶ ଆଦିତ୍ୟ କୁହାଯାଏ। ତେଣୁ 12ଟି ରାଶିକୁ ସୂର୍ଯ୍ୟ ବା ଆଦିତ୍ୟଙ୍କର ସଂକ୍ରମଣ ଅନୁସାରେ 12ଟା ସୌର ମାସ, ଆଉ ପ୍ରତ୍ୟେକ ମାସର ଅଧିପତି ହଉଛନ୍ତି ଜଣେ ଜଣେ ଆଦିତ୍ୟ। କିନ୍ତୁ ମଳ ମାସ ଅସଂକ୍ରାନ୍ତି ମାସ, ମାନେ ସଂକ୍ରାନ୍ତି ନାହିଁ, ତେଣୁ କୌଣସି ଆଦିତ୍ୟ ଏହାର ଅଧିପତି ହେଲେନି। ତେଣୁ ଏଇ ମାସଟା ସ୍ୱୟଂ ବିଷ୍ଣୁ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ଉତ୍ସର୍ଗ କରାଗଲା। ଯେମିତି 12 ଜଣ ଅଛନ୍ତି, 13ଟା ଜିନିଷ ଆସିଛି, ତାହେଲେ 12 ଜଣଙ୍କୁ 12ଟା ଦେଇ ସାରିଲା ପରେ ଆଉ ଯୋଉ ବଳକାଟା ପଡିବ ତାହା ଭଗବାନଙ୍କୁ ସମର୍ପଣ କରାଯାଏ। ତେଣୁ ପୁରୁଷୋତ୍ତମ ଜଗନ୍ନାଥ ହେଉଛନ୍ତି ଏଇ ମାସର ଅଧିପତି। ତେଣୁ ଏଇ ମାସକୁ ଆମେ କହୁଛେ ପୁରୁଷୋତ୍ତମ ମାସ ବା ମଳ ମାସ। ତ ମଳ ମାସରେ ବିବାହ, ବ୍ରତ, କୌଣସି ଶୁଭ କାମ କରାଯାଏନି, କିନ୍ତୁ ଦାନ, ହୋମ, ଜପ, ତପ, ଶାସ୍ତ୍ର ଆଦି ପଠନ, ବିଷ୍ଣୁ ସହସ୍ର ନାମ ପାଠ, ଗୀତା, ଭାଗବତ, ବିଷ୍ଣୁ ପୁରାଣ, ମାନେ ଏଇଗୁଡା ସବୁ ଆମେ ପାରାୟଣ କରିପାରିବା। ଏଇ ମାସ ଉପଯୁକ୍ତ ଆଉ ପୁଣ୍ୟପ୍ରଦ। ଆମେ ସବୁବେଳେ ପଢୁଛେ ଠିକ ଅଛି, କିନ୍ତୁ ଏଇ ମାସ ହଉଛି ସ୍ପେସିଆଲ, ଯୋଉଥିପାଇଁ କି ଆମକୁ ବହୁତ ସମୟ ପଢିବାକୁ ପଡେ। ସକାଳେ 2 ଘଣ୍ଟା, ମଧ୍ୟାହ୍ନରେ 2 ଘଣ୍ଟା, ଅପରାହ୍ନରେ 2 ଘଣ୍ଟା, ଆଉ ରାତିରେ 2 ଘଣ୍ଟା। ଯଦି ଆମେ 5-6 ଘଣ୍ଟା ପଢୁଛେ ତାର ପୁଣ୍ୟ ବହୁତ ହୁଏ। ବର୍ଷ ସାରା ଆମେ ପଢେ କି ନ ପଢେ, ଏଇ ମାସଟା ବହୁତ ପୁଣ୍ୟ ଫଳ ପ୍ରଦାନ କରେ। ଏଥିରେ ଗୋଟେ ନକ୍ତ ବ୍ରତ ଅଛି। କଣ ନା ପୁରୁଷୋତ୍ତମ ମାସରେ ଦିନରେ ଉପବାସ, ରାତିରେ ସନ୍ଧ୍ୟା ବେଳେ ଗୋଟିଏ ବକ୍ତ ଭୋଜନ କରିବା ଉଚିତ। ତ ଏଇ ସମୟରେ ହରଡ଼ ଡାଲି, ତେଲ, ଉଷୁନା ଚାଉଳ, ହଳଦୀ, ସାଧାରଣ ଲୁଣ, ମସଲା ଖାଇବା ନିଷେଧ। ସାଧାରଣ ଲୁଣ କଣ, ଏଇ ଯୋଉ ଗୁଣ୍ଡ ଲୁଣ ଗୁଡା ଖାଉଛେ ସେଥିରେ ହାଡ ମିଶା ହେଇଛି, ତେଣୁ ପଗଡ ଲୁଣ ଗୁଡାକ ଖିଆଯାଏ। ଉଷୁନା ଖାଇବନି, ତେଲ ଖାଇବନି, ହରଡ଼ ଡାଲି ଖାଇବନି, ହଳଦୀ ଖାଇବନି, ମସଲା ମସଲି ଖାଇବନି। ତେଣୁ ମୁଗ ଡାଲି, କଦଳୀ, ଅରୁଆ ଚାଉଳ, ଘିଅ, ସୈନ୍ଧବ ଲବଣ ପ୍ରସ୍ତୁତ ହବ। ହବିଷାନ୍ନ ପ୍ରଦୋଷ ସମୟରେ 1 ବକ୍ତ ଖାଇବ, ମାନେ ଯେମିତି 12ଟା ପରେ 4ଟା ପୂର୍ବରୁ, ଏଇ ମଝି ମଝି ସମୟରେ କିଏ 1, 2ଟା ଖାଇଲା, କିଏ 3ଟା ଖାଇଲା, କି 4ଟା ବେଳେ। ହବିଷାନ୍ନ ମାନେ ଦିନରୁ ଅଧା ପଳେଇଲା, ରାତିରୁ ଅଧା, ମଝି ମଝି ସମୟଟାରେ, ସେଇ ସମୟରେ ଏଇଥିରେ କଣ ନା ଉଷୁନା ଚାଉଳ ତ ଖିଆ ହବନି, ଅରୁଆ ଚାଉଳ ପଡିବ, ସେଥିରେ କଦଳୀ ପଡିବ, ସେଥିରେ ଘିଅ ପଡିବ, ସୈନ୍ଧବ ଲବଣ ପଡିବ, ମୁଗ ଡାଲି ପଡିବ। ତାକୁ ହବିଷ ଭଳିଆ ଗୁଆ ଘିଅ ପକେଇକିରି, କେତେ ଖାଆନ୍ତି କେତେ ପକେଇ ଦେଇକିରି ତାକୁ ଭଗବାନଙ୍କୁ ଦେବେ, ତୁଳସୀ କି ସମର୍ପଣ କରିକି ତାକୁ ଗୋଟିଏ ବକ୍ତ କରି ଖାଇବେ। ତାକୁ କଣ କହନ୍ତି ନା ନକ୍ତ ବ୍ରତ। ଦିନରେ ଉପବାସ ରହିବା ସମ୍ଭବ ହୁଏନି, ତେଣୁ ଫଳରସ, ଦହି, କ୍ଷୀର, ପଇଡ ଏଇ ସବୁ ଆମେ ଖାଇପାରିବା। ତ ବ୍ରତ ସମୟରେ ମୌନ ବ୍ରତ ପାଳନ କରିବା। ଆମେ ଜଳଖିଆ ଖାଉଛେ, ଜପ ଧ୍ୟାନ କରୁଛେ, ଗୀତା ଭାଗବତ ପଢୁଛେ, ସଂକଳ୍ପ କରିବା ଯିଏ ଆସିଲେ ବି ମୁଁ କଥା ହେବିନି, ତାହେଲେ ପୁଣ୍ୟ ଫଳ ଅଧିକ ବଢେ। କିନ୍ତୁ ପୁରୁଷୋତ୍ତମଙ୍କ ନାମ, ଗୁଣ, ଲୀଳା କୀର୍ତ୍ତନ କରିବା, ତାଙ୍କ ଜୀବନ ଚରିତ ସମ୍ବନ୍ଧୀୟ ପୁସ୍ତକ ପଠନ, ତାଙ୍କ ଲୀଳା ଶ୍ରବଣରେ ମୌନ ବ୍ରତ ଭଙ୍ଗ
ହୁଏ ନାହିଁ। ଯେମିତିକି ଭାଗବତ ଏଠି ପଢିଲେ ଦଶମ ସ୍କନ୍ଦ ଶ୍ରୀକୃଷ୍ଣଙ୍କର ଲୀଳା ପଡିଲା, ଠାକୁର ଜନ୍ମ ହେଲେ, ସେ ବିଭିନ୍ନ ଲୀଳା କଲେ, ଲୀଳା କଲା ପରେ ସବୁ ଗୋପୀମାନଙ୍କ ସହିତ ରାସ କଲେ, ବିଭିନ୍ନ ପ୍ରକାରର ଯୋଉ ଲୀଳା ଗୁଡାକ ଆମେ କଥାବାର୍ତ୍ତା ଦ୍ଵାରା ଭଙ୍ଗ ହେଇଯାଏ। ଏଇ ବ୍ରତ ସମୟରେ ପୂଜା ପରେ ଅଖଣ୍ଡ ଘିଅ ଦୀପ ଜାଳିବା ଉଚିତ, ଭୂମି ଶଯ୍ୟାରେ ଶୟନ କରିବା ଉଚିତ। ତାପରେ ଆସିଲା କଣ ନା ଦାନ। ଦାନ କଣ ନା ପୁରୁଷୋତ୍ତମ ମାସରେ ପୁଣ୍ୟ ଅର୍ଜନ ପାଇଁ ଦାନ କରାଯାଏ। ଯେମିତି ଦୀପ ଦାନ, ଅନ୍ନ ଦାନ, ଛତ୍ର ଦାନ, ଶଯ୍ୟା ଦାନ, ବିଷ୍ଣୁ ମୂର୍ତ୍ତି ଦାନ, ଗୋଦାନ, ପିତ୍ତଳ ପାତ୍ରରେ ତିଳ ଦାନ, ତିଳ ମାନେ ରାଶି, ଆଉ ବସ୍ତ୍ର ଦାନ, ଧର୍ମ ପୁସ୍ତକ ଦାନ ଇତ୍ୟାଦି ସବୁ ହଉଛି ମୁଖ୍ୟ ଦାନ। ବା ଦାନର ମୁଖ୍ୟ ଅଧିକାରୀ ହଉଛନ୍ତି କିଏ ନା ବ୍ରାହ୍ମଣ, ଗୁରୁ, ଆଚାର୍ଯ୍ୟ ବା ସାଧୁ ସନ୍ଥ, କିମ୍ବା ଯେଉଁ ଦ୍ରବ୍ୟ ଯାହାର ବେଶୀ ପ୍ରয়োଜନୀୟ, ଯେଉଁମାନେ କି ଖାଇବାକୁ ପାଉନାହାନ୍ତି, ତାଙ୍କ ପାଖରେ ବସ୍ତ୍ର ନାହିଁ, ଏଇ ଲୋକମାନଙ୍କୁ ଦାନ କଲେ ବେଶୀ ପୁଣ୍ୟ ଅଧିକ ହେଇଥାଏ। ତ ପୁରୁଷୋତ୍ତମ ମାସରେ ପଡୁଥିବା ଦ୍ୱାଦଶୀ ତିଥି, ଏକାଦଶୀ ବାସୀ ଦ୍ୱାଦଶୀଟା, ଚତୁର୍ଦ୍ଦଶୀ, ଅଷ୍ଟମୀ, ଅମାବାସ୍ୟା, ପୂର୍ଣ୍ଣିମା ତିଥି, ତା ସହିତ ବ୍ୟକ୍ତିପାତ ବା ବୌଦ୍ଧିକ ଯୋଗ ବିଶିଷ୍ଟ ଦିନ ହଉଛି ଦାନ ପାଇଁ ସର୍ବୋତ୍ତମ। ତେଣୁ ମଳ ମାସର କୃତ୍ୟ କଣ ନା ମଳ ମାସ ହଉଛି ଧାର୍ମିକ ଆଉ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଶୁଭ ହେଲେ ମଧ୍ୟ ଏଇ ମାସରେ ବିବାହ, ବ୍ରତ, ଗୃହ ଆରମ୍ଭ, ଗୃହ ପ୍ରତିଷ୍ଠା, କୂପ ତଳାଗ ଆଦିକି ଖନନ କରିବା, ପ୍ରତିଷ୍ଠା କରିବା, ଦେବତା ବିଗ୍ରହ ପ୍ରତିଷ୍ଠା କରିବା, ଏଇ କର୍ମ ସବୁ କରାଯାଏନି। କିନ୍ତୁ ଏଇ ମାସରେ ଗର୍ଭଧାନ କରିହବ, ପୁଂସାବନ କରିହବ, ସୀମନ୍ତ ନୟନ କରିହବ, ନାମକରଣ କରିହବ, ଅନ୍ନପ୍ରାଶନ କରିହବ। ତାମାନେ କଣ ଏଇ ମାସରେ ଜଣେ ମରିପାରିବନି ନା ମରିକି ଜନ୍ମ ନେଇ ପାରିବନି? ଗର୍ଭରେ ରହିବ, ତାର ସବୁ ଯାହା ଯାହା କୋଉ କୋଉ ମାସରେ କଣ କରାଯାଏ ସବୁ କରାଯାଇ ପାରିବ। ଯେଉଁମାନେ ସମ୍ପୂର୍ଣ୍ଣ ପୁରୁଷୋତ୍ତମ ମାସରେ ଦାନ, ହୋମ, ଜପ ଇତ୍ୟାଦି ପାଳନ କରିପାରିବେନି, ସେମାନେ ଅନ୍ତତଃ କେତେଟା 5ଟା ଜିନିଷ ମନେ ରଖିବେ। ହଉଛି ପ୍ରଥମେ ଅଷ୍ଟମୀ ଦିନ, ନବମୀ ଦିନ, ଦ୍ୱାଦଶୀ ଦିନ, ପୂର୍ଣ୍ଣିମା ତିଥିରେ ଏତିକି ବି ପାଳନ କରିଦେଲେ ମାସ ଯାକର ପୁଣ୍ୟ ଫଳ ବି ମିଳିଯିବ। ଚାତୁର୍ମାସ୍ୟା ଭିତରେ ମଳ ମାସ ପଡିଲେ ଚାତୁର୍ମାସ୍ୟା ବ୍ରତଧାରୀ ମାନଙ୍କୁ 5 ମାସ ହିଁ ବ୍ରତ କରିବାକୁ ପଡେ। କେମିତି ନା 4 ମାସ ସିଏ ଥାଏ, ଆଉ ଗୋଟେ ମାସ ଡବଲ ପଡିଯାଏ, ତେଣୁ ଗୋଟେ ମାସଟା ଆଉ ଗୋଟେ ପ୍ଲସ ହେଇଗଲା, 4 + 1 5 ହେଇଗଲା। ତ ମଳ ମାସରେ କୌଣସି କାମ୍ୟ କର୍ମ ଆରମ୍ଭ ହବନି, ବି ସମାପ୍ତି କରଣୀୟ ବି ନୁହେଁ, କୌଣସି କାମ ବି ସମାପନ କରିହବନି। କିନ୍ତୁ ଆରମ୍ଭ ଆଉ ସମାପ୍ତି ମଝିରେ ମଳ ମାସ ଯଦି ପଡେ, ସେ କାମ ମଳ ମାସରେ ମଧ୍ୟ କରାଯିବ। ତେଣୁ ମଳ ମାସରେ ପ୍ରଥମ ଦେବ ଦର୍ଶନ, ପ୍ରଥମ ଅପୂର୍ବ ତୀର୍ଥ ସ୍ନାନ କରଣୀୟ ନୁହେଁ। ଆମେ ମଳ ମାସରେ ଠାକୁରଙ୍କୁ ଗଲେ ଦର୍ଶନ କରିଦେଲେ ଯାଇକି ତୀର୍ଥଯାତ୍ରା କଲେ ନାହିଁ, ତା ପୂର୍ବରୁ ଯାଇକି କରାଯାଇଥାଏ। ଯେମିତି କାର୍ତ୍ତିକ ହବିଷ ହବ କାଲି, ଆଜିଠୁ ଆମେ ପୂର୍ବ ପ୍ରସ୍ତୁତି ରଖୁଛେ, ସେମିତି ପୁଂସବନ ଠାରୁ ଅନ୍ନପ୍ରାଶନ ପର୍ଯ୍ୟନ୍ତ 6ଟା କର୍ମ ହୁଏ। ପ୍ରେତ କର୍ମ ଗୋଟେ ଅଛି, ପୁଣି ଲୋକଟେ ମରିଗଲା ତାର ପ୍ରେତ କର୍ମ କରାଗଲା। ଅଲଭ୍ୟ ଯୋଗ ଶ୍ରାଦ୍ଧ ମଧ୍ୟ ଏଇ ମଳ ମାସରେ କରିପାରିବା। ଅମାବାସ୍ୟା ଶ୍ରାଦ୍ଧ ହଉଛି ମଳ ଆଉ ଶୁଦ୍ଧ ଉଭୟ ମାସରେ କରିପାରିବା। କିନ୍ତୁ ଶୁଦ୍ଧ ମାସରେ ମୃତ ବ୍ୟକ୍ତିର ପ୍ରଥମ ସାମ୍ବତ୍ସରିକ ମାନେ ପ୍ରଥମ ସାମ୍ବତ୍ସରିକ ଶ୍ରାଦ୍ଧ ଏଇ ମଳ ମାସରେ ଜଣେ ମୃତ ବ୍ୟକ୍ତିର ଅନ୍ୟ ସାମ୍ବତ୍ସରିକ ମଳ ମାସର କରିବା ଉଚିତ। ତ ନିଶ୍ଚୟକ ବିବାହ ପରବର୍ତ୍ତୀ ଦ୍ୱିତୀୟରେ ହୋଇଥିବା ନବଗ୍ରହ ବନ୍ଦାପନା ଆଉ ନୂତନ ଗୟା ଶ୍ରାଦ୍ଧ ଏଇ ମଳ ମାସରେ କରଣୀୟ, ମାନେ କରିହବ। ଯେଉଁ ବର୍ଷ କ୍ଷୟ ମାସ ପଡିବ, ସେ ବର୍ଷ କ୍ଷୟ ମାସ ପୂର୍ବରୁ ଗୋଟିଏ ଅଧିମାସ ପଡିବ। ପ୍ରଥମଟିକୁ ସଂସର୍ପ, ପରଟିକୁ ମଳ ମାସ ବା ଅହଂସ୍ପତି କୁହାଯାଏ। ସଂପର୍ଶ ମାସରେ ବିବାହ, ବ୍ରତ ପ୍ରଭୃତି ପ୍ରଧାନ କର୍ମ ଛାଡି ଦିବାକୁ ପଡେ। ଶ୍ରୁତି ଆଉ ସ୍ମୃତି ବିହିତ ସମସ୍ତ କର୍ମ ଶୁଦ୍ଧ ମାସ ପରି କରାଯାଇ ପାରିବ। କିନ୍ତୁ ଏଇ ମାସରେ ସାମ୍ବତ୍ସରିକ ତିଥି 2ଟା ମିଳେ, 2ଟା ତିଥିରେ 2 ଗୋଟିକା ସାମ୍ବତ୍ସରିକ ଶ୍ରାଦ୍ଧ ହବ। କେମିତି ନା ସ୍କନ୍ଦ ପୁରାଣ ଅନୁସାରେ ସଂକ୍ଷିପ୍ତରେ ଗୋଟେ ସୁନ୍ଦର ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ସ୍ୱତନ୍ତ୍ର ବିଷୟଟା ଅଛି। ପୁରୁଷୋତ୍ତମ ମାସର ମାହାତ୍ମ୍ୟ ସ୍କନ୍ଦ ପୁରାଣ ଯଦି ରଖିଥିବେ ସେଇଟାକୁ ପଢିପାରିବେ। କେମିତି ନା ସନାତନ ଧର୍ମରେ ପୁରୁଷୋତ୍ତମ ମାସକୁ ସମସ୍ତ ମାସ ମାନଙ୍କ ମଧ୍ୟରେ ଶ୍ରେଷ୍ଠ କୁହାଗଲା, ଏହାକୁ ମଧ୍ୟ ଅଧିକ ମାସ ବୋଲି କୁହାଗଲା। ସ୍କନ୍ଦ ପୁରାଣରେ ଏହି ମାସର ମାହାତ୍ମ୍ୟ ଅତ୍ୟନ୍ତ ବିସ୍ତୃତ ଭାବରେ ବି ବର୍ଣ୍ଣିତ ଅଛନ୍ତି। ପୁରାଣକାର ମାନେ କହନ୍ତି ଯେ ଏଇ ମାସରେ ସ୍ୱୟଂ ଭଗବାନ ଶ୍ରୀହରିଙ୍କର ପ୍ରିୟ ଆଉ ତାଙ୍କ ନାମରେ ହିଁ ପବିତ୍ର ହୋଇଛି। ତେଣୁ ପ୍ରାଚୀନ କାଳରେ ଏଇ ଅଧିକ ମାସକୁ କେହି ସମ୍ମାନ ଦେଉନଥିଲେ। ସଂକ୍ରାନ୍ତି ନଥିବାରୁ ଏହାକୁ ମଳ ମାସ ବୋଲି ବି ଗଣନା କରାଯାଉଥିଲା। ଏଇ ଦୁଃଖରେ ଅଧିକ
ମାସ ଭଗବାନ ଶ୍ରୀ ବିଷ୍ଣୁଙ୍କର ଶରଣ ଯିବା ପରେ ସ୍ୱୟଂ ବିଷ୍ଣୁ ନିଜେ ପୁରୁଷୋତ୍ତମ ମାସର ସ୍ୱାମୀ ହେଲେ ଏବଂ ଏଇଟା ପ୍ରତ୍ୟେକ ଶାସ୍ତ୍ରରେ ହିଁ ପ୍ରମାଣ ରହିଛନ୍ତି। ଏଣୁ କୁହାଯାଇଛି ମାସାନାଂ ଚୈତମ ମାସ ପୁରୁଷୋତ୍ତମ ସଂଜ୍ଞକଃ ସର୍ବ ପାପ ପ୍ରଶମନଃ ସର୍ବ ପୁଣ୍ୟ ଫଳପ୍ରଦ। ଅର୍ଥାତ୍ ପୁରୁଷୋତ୍ତମ ମାସ ସମସ୍ତ ମାସ ମାନଙ୍କ ଭିତରେ ଶ୍ରେଷ୍ଠ। ଏହା ସମସ୍ତ ପାପକୁ ନାଶ କରେ, ସମସ୍ତ ପୁଣ୍ୟର ଫଳକୁ ପ୍ରଦାନ କରେ। ପୁରାଣରେ କୁହାଯାଉଛି ଯେ ଏଇ ମାସରେ କରାଯାଉଥିବା ସ୍ନାନ, ଦାନ, ଜପ, ତପ, ହୋମ, ବ୍ରତ, ଭଗବତ ସ୍ମରଣ ଅକ୍ଷୟ ଫଳ ପ୍ରଦାନ କରେ। ତାହାର କେବେ ଫଳ କ୍ଷୟ ହେବନି, ପୁଣ୍ୟ ଫଳ ବଢିବ, ପାପ ଫଳ ସବୁ କଟିଯିବ। ଦାନଂ ଜପୋ ହୋମସ୍ତପ ସ୍ୱାଧ୍ୟାୟ ଏବ ଚ ପୁରୁଷୋତ୍ତମ ମାସେ ତୁ ଅକ୍ଷୟଂ ପରିକୀର୍ତ୍ତିତମ୍। ଏଇ ପୁରୁଷୋତ୍ତମ ମାସରେ କରାଯାଇଥିବା ଦାନ, ଜପ, ହୋମ, ତପ, ସ୍ୱାଧ୍ୟାୟ ଅକ୍ଷୟ ଫଳଦାୟକ ହୁଏ। ଏଇ ପୁରୁଷୋତ୍ତମ ମାସରେ ସ୍ନାନର ମାହାତ୍ମ୍ୟ ରହିଛି। କେମିତି ନା ସ୍କନ୍ଦ ପୁରାଣରେ କୁହାଗଲା ଯେ ପ୍ରାତଃ ସ୍ନାନର ବିଶେଷ ମହତ୍ଵ କୁହାଯାଇଛି। ବ୍ରାହ୍ମ ମୁହୂର୍ତ୍ତରେ ଉଠିବ, ନଦୀ ହଉ, ସରୋବର ହଉ କିମ୍ବା ଘରେ ଗଙ୍ଗା ଜଳ ମିଶେଇକିରି ସ୍ନାନ କରିବ, ଶ୍ରୀହରିଙ୍କର ପୂଜା ମଧ୍ୟ କରିବ, ମହାପୁଣ୍ୟ ମଧ୍ୟ ମିଳିବ। ପ୍ରାତଃ ସ୍ନାନଂ ପ୍ରିୟ କୁର୍ୟାତ୍ ପୁରୁଷୋତ୍ତମ ମାସକେ ସର୍ବ ପାପ ବିନିର୍ମୁକ୍ତ ହରେ ବିଷ୍ଣୁ ଲୋକମ୍ ସ ଗଚ୍ଛତି। ଯେଉଁ ବ୍ୟକ୍ତି ପୁରୁଷୋତ୍ତମ ମାସରେ ପ୍ରାତଃ ସ୍ନାନ କରେ ସେ ସମସ୍ତ ପାପରୁ ମୁକ୍ତ ହୋଇ ବିଷ୍ଣୁ ଲୋକ ପ୍ରାପ୍ତ କରେ। ସ୍ନାନ ପରେ ତୁଳସୀ ଦଳ, ଚନ୍ଦନ, ଧୂପ, ଦୀପ, ନୈବେଦ୍ୟ ଏଇ ପଞ୍ଚକର୍ମ ଦ୍ଵାରା ଶ୍ରୀହରିଙ୍କର ପୂଜା କରିବା ଉଚିତ। ଜପ କଣ କରିବା? ହରିନାମର ମହତ୍ଵ। ତେଣୁ ଏଇ ମାସରେ ଜପକୁ ଅତ୍ୟନ୍ତ ଫଳଦାୟକ କୁହାଯାଇଛି। ବିଶେଷ କରିକି ଓମ୍ ନମୋ ଭଗବତେ ବାସୁଦେବାୟ, ଓମ୍ ନମୋ ଭଗବତେ ବାସୁଦେବାୟ ଏଇ ମନ୍ତ୍ରକୁ ବାରମ୍ବାର ଜପ କରିବା। ହରିନାମ କୀର୍ତ୍ତନର ମହିମା ବର୍ଣ୍ଣିତ ହୋଇଛି। ଆମର ସ୍ୱାମୀଜୀଙ୍କର ନୀଳାଚଳ ସତ୍ସଙ୍ଗରେ ଯୋଉ ମହାମନ୍ତ୍ର ପ୍ରାପ୍ତ ହେଇଛନ୍ତି, ଜଗନ୍ନାଥ 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 ହରେ ହରେ ବଳଭଦ୍ର ମା ସୁଭଦ୍ରା ସୁଦର୍ଶନ ହରେ ହରେ ଜଗନ୍ନାଥ 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 ହରେ ହରେ ବଳଭଦ୍ର ନା ସୁଭଦ୍ରା ସୁଦର୍ଶନ ହରେ ହରେ। ତା ସହିତ ଆମର କଳିସନ୍ତରଣ ଉପନିଷଦରେ ଅଛି ଯେ ମହାବାକ୍ୟ ହରିନାମ କୀର୍ତ୍ତନ ଆହୁରି ପୁଣ୍ୟ ଫଳ। ହରେର୍ ନାମ ନାମୈବ କେବଲମ୍ କଲୌ ନାସ୍ତୈବ ଗତିରନ୍ୟଥାଃ। କଳି ଯୁଗରେ କେବଳ ହରିନାମ ହିଁ ଜୀବନର ମୁକ୍ତିର ପଥ। ପୁରାଣ କୁହେ ଯେ ଯେଉଁ ଘରେ ହରିନାମ ହୁଏ, ହରିଙ୍କର ଭଜନ ହୁଏ, ହରିଙ୍କର କୀର୍ତ୍ତନ ହୁଏ, ସେଠାରେ ଦେବତା ମାନେ ଆସିକି ବାସ କରନ୍ତି। ତେଣୁ ଗୀତା ଆଉ ଭାଗବତ ପାଠ, ପୁରୁଷୋତ୍ତମ ମାସରେ ଶ୍ରୀମଦ୍ ଭଗବତ ଗୀତା, ବିଷ୍ଣୁ ସହସ୍ର ନାମ, ଶ୍ରୀମଦ୍ ଭାଗବତ ପାଠର ବିଶେଷ ଫଳ ରହିଛି। ଗୀତା ପାଠଞ୍ଚ ଯ କୁର୍ୟାତ୍ ପୁରୁଷୋତ୍ତମ ମାସକେ ଅଶ୍ୱମେଧ ସହସ୍ରସ୍ୟ ଫଳଂ ପ୍ରାପ୍ନୋତି ମାନବଃ। ଯେଉଁ ବ୍ୟକ୍ତି ପୁରୁଷୋତ୍ତମ ମାସରେ ଗୀତା ପାଠ କରେ ସେ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତ କରେ। ତାପରେ ଦାନ ତତ୍ଵ, ଅନ୍ନ ଦାନ, ଜଳ ଦାନ କଣ ଆମେ ଟିକେ ଜାଣିବା। ସ୍କନ୍ଦ ପୁରାଣରେ ଦାନକୁ ମହାଧର୍ମ ବୋଲି କୁହାଯାଇଛି। ବିଶେଷ କରିକି ଅନ୍ନ ଦାନ କଲେ, ଜଳ ଦାନ କଲେ, ବସ୍ତ୍ର ଦାନ କଲେ, ଗୋଦାନ କଲେ, ଦୀପ ଦାନର ମହତ୍ଵ ମଧ୍ୟ ରହିଛନ୍ତି। ବିଶେଷ କରି ଯୋଉମାନେ ବେଶୀ ଭୋକିଲା, ତାଙ୍କୁ ଖାଦ୍ୟ ପାଉନାହାନ୍ତି, ତାଙ୍କୁ ଦେବା। ଯୋଉମାନେ ଏଠି ଗାଈ ଗୋରୁ ବୁଲୁଛନ୍ତି ସେମାନଙ୍କୁ ଜଳ ଦାନ କରିବା, ଘାସ ଦାନ କରିବା, କିଛି ଫଳ ବା କିଛି ଖାଦ୍ୟ ଦାନ କରିପାରିବା। ଯୋଉମାନଙ୍କର ବସ୍ତ୍ର ନାହିଁ ତାଙ୍କୁ ବସ୍ତ୍ର ଦାନ କରିପାରିବା। ଅନ୍ନ ଦାନଂ ପରଂ ଦାନಂ ବିଦ୍ୟା ଦାନମତଃ ପରମ୍ ଅର୍ଣ୍ଣେନ କ୍ଷଣିକା ତୃପ୍ତି ଯାବଜୀବಂ ତୁ ବିଦ୍ୟୟା। ଅନ୍ନଦାନ ଶ୍ରେଷ୍ଠ, କିନ୍ତୁ ବିଦ୍ୟାଦାନ ତା ଠାରୁ ଆହୁରି ମଧ୍ୟ ଶ୍ରେଷ୍ଠ। ଛୋଟ ପିଲାମାନଙ୍କୁ ଏଇ ସମୟରେ ପାଠ ପଢାଯାଏ ବା ପିଲାମାନଙ୍କୁ ସବୁ ବସେଇକି କୁହାଯିବ ଯେ ସମସ୍ତେ ଏକ ସ୍ୱରରେ ପଢ ଓମ୍ ନମୋ ଭଗବତେ ବାସୁଦେବାୟ। ତୁଳସୀ ପାଖରେ ବସେଇବ, ଦୀପ ଲଗେଇବ, 3 ଥର ହଉ, 7 ଥର ହଉ, 21 ଥର ହଉ, ଯେତିକି ଥର ପିଲାମାନଙ୍କୁ କହିବ ସମସ୍ତେ ବସିକି ଏକାଠି ଜପ କରିବେ, ତାର ପୁଣ୍ୟ ମିଳିବ। କ୍ଷୁଧାର୍ତଙ୍କୁ ଭୋଜନ ଦେବାକୁ ଭଗବାନଙ୍କର ସେବା ବୋଲି କୁହାଯାଏ। କାହିଁକି ନା ପ୍ରତ୍ୟେକ ଜୀବ ଭିତରେ ଶିବ ଭଗବାନ ବିରାଜମାନ କରିଛନ୍ତି। ପ୍ରତ୍ୟେକ ଜନତା ଭିତରେ ଜନାର୍ଦ୍ଦନ ବିଜେ କରିଛନ୍ତି। ପ୍ରତ୍ୟେକ ଜୀବ ଭିତରେ ଶିବ ଆଉ ପ୍ରତ୍ୟେକ ମାନବ ଭିତରେ ମାଧବ ହିଁ ଅଛନ୍ତି।
ତେଣୁ ଦୀପଦାନ କରିଲେ କଣ ହବ ନା ଶ୍ରୀହରିଙ୍କ ପ୍ରସନ୍ନତା ପାଇଁ ଦୀପଦାନ କଲେ ଅଜ୍ଞାନର ଅନ୍ଧକାର ଦୂର ହେବ। ଦୀପଦାନಂ ପ୍ରଦାତବ୍ୟଂ ହରିପ୍ରୀତ୍ୟై ବିଶେଷତଃ ଅଜ୍ଞାନତିମିରಂ ହନ୍ତି ଜ୍ଞାନ ଦୀପ ପ୍ରଜାୟତେ। ତାପରେ ବ୍ରତର ମାହାତ୍ମ୍ୟ ଆମେ ସବୁ ପଢିଥିଲେ ବା ଶୁଣିଗଲେ ବୁଝିଗଲେ। ତେବେ ବ୍ରତର ମାହାତ୍ମ୍ୟ କଣ ନା ପୁରୁଷୋତ୍ତମ ମାସରେ ଏଇ ମାସରେ ବିଭିନ୍ନ ପ୍ରକାର ବ୍ରତ କରାଯିବ। ଯେମିତି ଏକଭୁକ୍ତ ଥରେ ଖାଇବା, ନକ୍ତ ବ୍ରତ ମାନେ ମଧ୍ୟାହ୍ନ ପରେ ଆଉ ରାତ୍ରିର 6 ଘଣ୍ଟା ପୂର୍ବରୁ ଦିନର 6 ଘଣ୍ଟା ପରେ ଯୋଉ ମଝି ସମୟଟାରେ ଭୋଜନ କରିବା ନକ୍ତ ବ୍ରତ। ରାତିରେ ଆଉ କିଛି ଭୋଜନ ନୁହଁ, ଫଳାହାର ଉପବାସ ଇତ୍ୟାଦି। କିନ୍ତୁ ପୁରାଣ କୁହେ ଯେ ପ୍ରକୃତ ବ୍ରତ ହେଉଛି ଇନ୍ଦ୍ରିୟ ନିଗ୍ରହ, ହରିସ୍ମରଣ। ଆମର ପ୍ରତ୍ୟେକ ଇନ୍ଦ୍ରିୟ ଯାହା ବି ଚାହିଁବ କେବଳ ଭଗବତ ଅନୁମୁଖୀ ନବା। କିନ୍ତୁ ଯଦି ଜଗତ ଅନୁମୁଖୀ ହେଲା, ଜଗତରୁ ଆମ ଇନ୍ଦ୍ରିୟକୁ ବାହାର କରିବା। ଆଖି ଚାହୁଁଛି ଅମୁକ ଦେଖିବା ପାଇଁ, ମୁଁ ଭଗବତ କଥା ଦେଖିବି। ମୋ ପାଦ ଚାହୁଁଛି ଅମୁକ ଜାଗାକୁ ଯିବି, ନାଇଁ ମୁଁ ତୀର୍ଥଯାତ୍ରା କରିବି। ମୋର ହାତ ଚାହୁଁଛି କାହାକୁ ବାଡେଇ ଦେବି, କାହାକୁ କଣ ଗୋଟେ ମାନେ କଷ୍ଟ ହେଲା ବେଳେ ଦେଇଦେବି, ନାଇଁ ଆମେ ଏଇ ହାତରେ ଭଗବତ ପୂଜନ କରିବା, ନାମ ଜପ କରିବା। ମନ ଭିତରେ ସେମିତି ଚିନ୍ତନ କରିବା, ଅନ୍ୟ ପାଇଁ ଆମେ ଦାନ ପୁଣ୍ୟ କରିବା। ମନ ଭିତରେ ଯେତେ ଚିନ୍ତନ କରିବା ସେଟା ହେଲା ମାନସିକ ସେବା। ଉପବାସैर्न तुष्यामि न दानैर्न च सत्क्रियैः भक्त्या तुष्याम्यहं नित्यं नन्यथा केशव प्रभुः। अर्थात ଭଗବାନ କହନ୍ତି ମୁଁ କେବଳ ଉପବାସ କିମ୍ବା ଦାନରେ ନୁହେଁ, ଭକ୍ତିରେ ପ୍ରସନ୍ନ ହୁଏ। ତାପରେ ହଉଛି ତୁଳସୀ ସେବା। ପୁରୁଷୋତ୍ତମ ମାସରେ ତୁଳସୀ ପୂଜାର ବିଶେଷ ମହତ୍ଵ ଅଛି। କେମିତି? ତୁଳସୀ ଦଳ ମାତ୍ରେଣ ଜଳସ୍ୟ ଚୁଲୁକେନ ବା ବିକ୍ରୀଣୀତେ ସ୍ୱମାତ୍ମାନଂ ଭକ୍ତେଭ୍ୟୋ ଭକ୍ତବତ୍ସଲଃ। ଅର୍ଥାତ ଭକ୍ତବତ୍ସଳ ଭଗବାନ କେବଳ ଏକ ତୁଳସୀ ଦଳ କିମ୍ବା ଅଳ୍ପ ଜଳରେ ମଧ୍ୟ ପ୍ରସନ୍ନ ହୁଅନ୍ତି। ମାନେ ତୁଳସୀ ଦଳ ଗୋଟିଏ ଚାମଚ ତମ୍ବା ପାତ୍ରରେ ଜଳ ଟିକେ, ଯେମିତି ଭଗବାନ ଶିବଙ୍କୁ ଗୋଟିଏ ବେଲପତ୍ର ଟିକେ ଜଳ ଦାନ। କେତେ କରୁଣାମୟ, କେତେ ପ୍ରେମମୟ ଆମ ପ୍ରଭୁ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି। ତାଙ୍କ ପାଖେ ସବୁ ଅଛି, କଣ ନାହିଁ, ଖାଲି ଆମ ମନକୁ ଇନ୍ଦ୍ରିୟକୁ ଭଗବାନଙ୍କ ନିକଟରେ ସମର୍ପଣ କରିବାର ଅଛି। ତ ପୁରୁଷୋତ୍ତମ ମାସର କଥା ହେଲା, ସ୍କନ୍ଦ ପୁରାଣରେ ଅନେକ କଥା ମଧ୍ୟ ଏହି ମାସର ମାହାତ୍ମ୍ୟ ରହିଛି। ତାପରେ ଦରିଦ୍ର ବ୍ରାହ୍ମଣ କଥା ଗୋଟେ କହିବା, ତାପରେ ବାଣୀକି ଦବା ବିଶ୍ରାମ। କେମିତି ନା ଦରିଦ୍ର ବ୍ରାହ୍ମଣ ଜଣେ କେମିତି ଥିଲେ? ଏଇ ପୁରୁଷୋତ୍ତମ ମାସରେ ଜଣେ ଦରିଦ୍ର ବ୍ରାହ୍ମଣ ନିୟମିତ ଭାବରେ ହରିନାମ ଜପ କରୁଥିଲେ। ତାଙ୍କ ପାଖରେ ଧନ ନଥିଲା, କିନ୍ତୁ ବହୁତ ଭକ୍ତି। ସେ ପ୍ରତିଦିନ ଜଣେ ଭିକ୍ଷୁକଙ୍କୁ ଅନ୍ନ ଦେଉଥିଲେ। ସେ ନିଜେ ପଛେ ନଥାଉ, ନିଜେ ନ ଖାଆନ୍ତୁ, କିନ୍ତୁ ସବୁଦିନ ସେ କରିବେ ନା ଜଣେ ବ୍ରାହ୍ମଣକୁ ଡାକିବେ, ଭିକ୍ଷାରୀଟେ ତାକୁ ଡାକିକି ଅନ୍ନ ପ୍ରସାଦ ମାନେ ତାକୁ ସେବନ କରିବାକୁ କହିବେ। ହାତ ଯୋଡ଼ିକି ବସିବେ, ପାଦ ଧୋଇଦେବେ ତାଙ୍କୁ ଅନ୍ନ ଦାନ କରିବେ। ମାସ ଶେଷରେ ଯେତେବେଳେ ଗୋଟେ ମାସ ହେଇଯିବ, ଭଗବାନ ଶ୍ରୀହରିଙ୍କୁ ପ୍ରସନ୍ନ ହୋଇ ତାଙ୍କୁ ଧନ ଦେବେ, ସୁଖ ଭକ୍ତି ପ୍ରଦାନ କରିବେ। ତାଙ୍କ ପାଦ ସେବା କରିବେ, ତାଙ୍କୁ ତକିଆ, ତାଙ୍କୁ ବସ୍ତ୍ର, ତାଙ୍କୁ ଯେତିକି ମାନେ ତାଙ୍କର ଦେବାର ସକ୍ଷମତା ସେତିକି ଦିଅନ୍ତି। ଏଣୁ ଭଗବାନ ଧନକୁ ନୁହେଁ, ଭକ୍ତିକୁ ଗ୍ରହଣ କରନ୍ତି। ତ ପାପୀର ଉଦ୍ଧାର, ଜଣେ ପାପୀ, ସେଟା ହେଲା ଦରିଦ୍ର ବ୍ରାହ୍ମଣ କଥା। ସବୁ ଦରିଦ୍ରତାରେ ଥାଇକି ବି ସେ ଦାନ କରେ। ଆଉ ଗୋଟେ ପାପୀର ଉଦ୍ଧାର କେମିତି ହେଇଥିଲା? ଜଣେ ପାପୀ ମଣିଷ ଅଜାଣତରେ ପୁରୁଷୋତ୍ତମ ମାସରେ ଉପବାସ କଲା। ସେ ଜାଣିନି ତା ମାସର ପୁଣ୍ୟର ଫଳ କଣ କିଛି ଜାଣିନି, କିନ୍ତୁ ସେ ପୁରୁଷୋତ୍ତମ ମାସରେ କଣ କଲା? ଉପବାସ କଲା। ଉପବାସ କରିବା ପରେ ସେଇ ପୁଣ୍ୟର ପ୍ରଭାବରେ ତା ହୃଦୟଟା ପରିବର୍ତ୍ତନ ହେଇଗଲା। ଅଜାଣତରେ କଲା ସେ ପାପୀଟା, କିନ୍ତୁ ପରେ ସେ ଭଗବାନଙ୍କର ଭକ୍ତ ହେଇକି ପୁଣି ମୋକ୍ଷ ପ୍ରାପ୍ତ କଲା। ଆଉ ଗୋଟେ ନିୟମ ଆଚରଣ କଣ ନା, ସ୍କନ୍ଦ ପୁରାଣ କହେ ଯେ ଏଇ ମାସରେ ମିଥ୍ୟା କହିବା, କ୍ରୋଧ କରିବା, ହିଂସା କରିବା, ପରନିନ୍ଦା କରିବା, ମଦପାନ କରିବା, ମାଂସ ଭକ୍ଷଣ କରିବା, ୟାଠାରୁ ଯେତେ ଦୂରେଇ ରହିବା ଆମର ମଙ୍ଗଳ ହେବ। ସତ୍ୟଂ ଦୟା ତଥା ଶୌଚଂ କ୍ଷମା ଦାନଂ ତମଃ ସମଃ ଏତାନି ଧର୍ମ ମୂଳାନି ପୁରୁଷୋତ୍ତମ ବଲ୍ଲଭ। ସତ୍ୟ କହିବା, ଦୟା ପ୍ରଦର୍ଶନ କରିବା, ଭିତର ବାହାର ଶୌଚତା ରହିବା, କ୍ଷମା ଦାନ କରିବା, ଦାନ ପୁଣ୍ୟ କରିବା, ଶରୀରକୁ ଇନ୍ଦ୍ରିୟକୁ ଦମନ କରିବା। ସତ୍ୟ, ଦୟା, ପବିତ୍ରତା, କ୍ଷମା, ଦାନ, ଇନ୍ଦ୍ରିୟ ନିଗ୍ରହ, ଶାନ୍ତି, ଏଇ ସବୁ ହଉଛି ପୁରୁଷୋତ୍ତମ ମାସର ପ୍ରିୟ ଧର୍ମ। ତାପରେ ଏଇପରି ସ୍କନ୍ଦ ପୁରାଣରେ ପୁରୁଷୋତ୍ତମ ମାସକୁ ଭକ୍ତି, ସାଧନା, ଦାନ, ଜପ, ତପ, ଆତ୍ମଶୁଦ୍ଧିର ମହାପର୍ବ ବୋଲି କୁହାଯାଏ। ଏହି ମାଘ ମାସ
ବା ଏହି ମାସ ମନୁଷ୍ୟକୁ ଭଗବାନଙ୍କ ସମୀପକୁ ନେଇଥାଏ। ଏଇଟା ହେଲା ଜ୍ୟେଷ୍ଠ ଡବଲ ଦ୍ୱିତୀୟ ଦିଟା ଜ୍ୟେଷ୍ଠ ପଡିଛି। ତ ଯେଉଁ ବ୍ୟକ୍ତି ଶ୍ରଦ୍ଧା ଭକ୍ତି ନିୟମ ସହିତ ଏଇ ମାସକୁ ପାଳନ କରେ ସେ ଏଇ ଲୋକରେ ସୁଖ ଭୋଗ କରିବ, ପରଲୋକକୁ ଗଲେ ଶ୍ରୀହରିଙ୍କ କୃପା ମଧ୍ୟ ପ୍ରାପ୍ତ କରିବ। ତାପରେ ହେଲା ପୁରୁଷୋତ୍ତମ ମାସ, ମାନେ ଅଧିକ ମାସ। କଣ ସେ ଅଧିକ ମାସ? ନା ପୁରୁଷୋତ୍ତମ ମାସର ଅଧିକ ମାସ ହେଲା, ସଂସ୍କୃତ ଅଧିକ ହଉଛି କଣ ନା ଅତିରିକ୍ତ। ଅତିରିକ୍ତ ମାସ ହିନ୍ଦୁ ପଞ୍ଜିକା ଅନୁସାରେ ଏଇ ଅତିରିକ୍ତ ମାସ, ଯାହାକି ଚନ୍ଦ୍ର ଆଉ ସୌର ଆମେ ତାକୁ ଆଲୋଚନା କରିଥିଲେ। ତ ଏଇ ବିଷୟରେ ଆହୁରି ସୁନ୍ଦର ଭାବରେ ଟିକେ ତନ୍ନ ତନ୍ନ କରିକିରି ଆମେ ଅଧ୍ୟୟନ କଲେ ଜାଣିପାରିବା ଯେ ହିନ୍ଦୁ ପଞ୍ଜିକା ଅନୁସାରେ ଏଇ ସୌର ପଞ୍ଜିକା ଆଉ ଗୋଟେ ହଉଛି ଚାନ୍ଦ୍ର ପଞ୍ଜିକା। କେମିତି ନା ପୁରୁଷୋତ୍ତମ ଶ୍ରୀ ବିଷ୍ଣୁଙ୍କର ଗୋଟିଏ ନାମ, ଏହାକୁ ଏହି ମାସଟା ଉତ୍ସର୍ଗ ହେଇଥିଲା। ତେଣୁ ପ୍ରତି 32.5 ମାସ ଅନ୍ତରରେ ଆସିଥାଏ। ତ ପୁରୁଷୋତ୍ତମ ମାସର ମହିମା ହଉଛି ଅଗଣିତ। ତାହା ଯଦି ଆମେ କହିବାକୁ ଚାହିଁବା ତଥାପି ସରିବନି। କାହିଁକି ନା ପୁରୁଷୋତ୍ତମ ମାସରେ ସଂକ୍ରାନ୍ତି କଥା ମାନେ ସଂକ୍ରାନ୍ତ ହେଇଥିବା କଥା ପଦ୍ମ ପୁରାଣରେ ଅଛି, ନାରଦ ପୁରାଣରେ ଅଛି। 31ତମ ଅଧ୍ୟାୟରେ ଆମେ ଦେଖିବା ନାରଦ ପୁରାଣ ଆଉ ପଦ୍ମ ପୁରାଣରେ। ଏଥିରେ ଅଛି ଯେ ଏଇ ସମୟରେ ସମ୍ପର୍କିତ ହେଇଥିବା ଯେତେବେଳେ 88,000 ଋଷି ସୌନକ ଋଷିଙ୍କ ସହିତ ନୈମିଷାରଣ୍ୟରେ ଏକତ୍ରିତ ହେଲେ, ଶ୍ରୀ ସୁତ ଗୋସ୍ୱାମୀଙ୍କ ନିକଟରେ ଯାଇକିରି ମାନେ ଜିଜ୍ଞାସା କଲେ ଯେ ଆମର ଇଚ୍ଛା ହଉଛି କିଛି ଜାଣିବା ପାଇଁ। ସେ ପୁରୁଷୋତ୍ତମ ମାସରେ 2ଟା ଏକାଦଶୀ ଆସିଥାଏ। ତେଣୁ ତେଣୁ ପରମା ଏବଂ ପଦ୍ମ ଏକାଦଶୀ। ତେଣୁ ସ୍କନ୍ଦ ପୁରାଣ ଅନୁସାରେ ଶୁକ୍ଳ ପକ୍ଷର ଏକାଦଶୀକୁ କୁହାଯିବ କଣ ନା ପଦ୍ମ ଏକାଦଶୀ, ଆଉ କୃଷ୍ଣ ପକ୍ଷର ଏକାଦଶୀକୁ କଣ କୁହାଯିବ ନା ପରମା ଏକାଦଶୀ। ତେବେ କୁହାଯାଏ ଯେ ଏଇ ଏକାଦଶୀ 2 ଜଣ ଯାକ ଶୁଭ କାର୍ତ୍ତିକ ମାସର ଏକାଦଶୀ ସମ ଶ୍ରେଷ୍ଠ ଆଉ ଫଳପ୍ରଦ ହୁଏ। ଆମେ କହୁଥିଲେ ଯେ କାର୍ତ୍ତିକରେ ହବିଷାନ୍ନ ଯେମିତି ଭୋଜନ ହୁଏ, ଏକଭକ୍ତ ଓଜନ ହୁଏ ଏବଂ ତାଙ୍କୁ ନୀତି ନିୟମରେ ରହିବାକୁ ପଡେ, ଶୁଦ୍ଧ ସାତ୍ବିକ ପରିବେଶରେ ରହିବାକୁ ପଡେ, ଗୀତା ଭାଗବତ ପଢିବାକୁ ପଡେ, ଜପ କରିବାକୁ ପଡେ। ଠିକ ସେଇଭଳି ଏଇ ଅଧିମାସ ବା ମଳ ମାସରେ କରାଯାଏ। ତ ପୁରୁଷୋତ୍ତମ ମାସ ହିନ୍ଦୁ ପଞ୍ଜିକା ଅନୁସାରେ 12ଟା ମାସରେ 12 ଜଣ ଭିନ୍ନ ଦେବତା ରହିଲେ, 13 ମାସରେ ପୁଣି ଆଉ ଅନ୍ୟ ଦେବତା ମାନଙ୍କ ପାଇଁ ପୂଜା କରାଗଲା, ଯାହାକି ଆମେ ଆଲୋଚନା କରିସାରିଛେ। ମଳ ଅର୍ଥ କଣ ନା ମଳିନ ବା ଅଶୁଦ୍ଧ। କାରଣ ଏଇ ମାସରେ ସୂର୍ଯ୍ୟ କୌଣସି ରାଶିକି ପରିବର୍ତ୍ତନ କରନ୍ତି ନାହିଁ। ଯେମିତି ଆମେ ଗୋଟେ ବାଲ୍ଟିରେ ପାଣି ରଖିବା, ସବୁଦିନ ବ୍ୟବହାର କଲେ ପରିଷ୍କାର ହେଲା, ତାକୁ ମାସ ଯାକ ରଖିବା, ସେ କୁଆଡେ ଯିବନି କି ବ୍ୟବହାର ହବନି, କଣ ହବ ସେ ଅପରିଷ୍କାର ହେଇଯିବ, ମଳ ହେଇଯିବ। ତେଣୁ ଏଥିରେ ପରିବର୍ତ୍ତନ ହୁଏ ନାହିଁ, କୌଣସି ରାଶି ପରିବର୍ତ୍ତନ ନ ହବାରୁ ଏଇଟା ହେଲା ସଂକ୍ରାନ୍ତି ହୁଏନି। ତେଣୁ ସମ ଆକ୍ରାନ୍ତ ଇତି, ଯେଉଁ ଚାନ୍ଦ୍ର ମାସରେ ସୂର୍ଯ୍ୟ ସଂକ୍ରାନ୍ତି ନଥାଏ ତାହା ହଉଛି ମଳ ମାସ। ତ ଚନ୍ଦ୍ର ମାସ ଅମାବାସ୍ୟାରୁ ଅମାବାସ୍ୟା ହେଲା 29.5 ଦିନ। ତାପରେ 12 ହଉଛି ଚାନ୍ଦ୍ର ମାସ, 29.5 ଇଣ୍ଟୁ 12 କେତେ ହେଲା 354 ଦିନ। ତୃତୀୟତଃ ସୌର ବର୍ଷ କେମିତି ନା 365 ଦିନ। ପାର୍ଥକ୍ୟ ଏତିକି ହୁଏ, 365 ଦିନରୁ 354 ଦିନ ଯଦି ମାଇନସ କରିବା 11 ଦିନ ବର୍ଷକୁ, ଏଇ 11 ଦିନ ଜମି ଜମି ପ୍ରାୟ 3 ବର୍ଷରେ 33 ଦିନ ହୁଏ। 11 ତିରିକି 33। ଏଇ ଚାନ୍ଦ୍ର ମାସ ଯେତେବେଳେ ମଳ ମାସ ପଡେ, ତ ଯେଉଁ ଚାନ୍ଦ୍ର ମାସର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ 1 ରାଶିରେ ରହନ୍ତି, ସେହି ମାସ ହଉଛି ମଳ ମାସ। ତେଣୁ ମଳ ମାସକୁ ଖର୍ବ ମାସ ବି କୁହାଯାଏ। ଏଇ ମାସ ଶୁଭ କର୍ମ ପାଇଁ ନିଷିଦ୍ଧ ହବନି। ତେଣୁ ନିଷିଦ୍ଧର କର୍ମ ଭିତରେ କଣ କଣ ଯାଉଛି ନା ବିବାହ, ବ୍ରତଘର, ଗୃହ ପ୍ରତିଷ୍ଠା, ନାମକରଣ, ନୂଆ ବ୍ୟବସାୟ, ଗୃହ ନିର୍ମାଣ, ମୁଣ୍ଡନ, ଉପନୟନ, ଦେବ ପ୍ରତିଷ୍ଠା, ତୀର୍ଥଯାତ୍ରା, ମହାଦାନ ଆଉ ଯଜ୍ଞ, ଏଇଗୁଡାକ ସବୁ ନିଷିଦ୍ଧ କର୍ମ। କାରଣ ଶାସ୍ତ୍ର କଣ କହନ୍ତି ନା ସଂକ୍ରାନ୍ତି ବିହୀନ ମାସେ ସର୍ବଂ କର୍ମ ନିଷ୍ଫଳ। ସଂକ୍ରାନ୍ତି ନଥିବାରୁ, ଏହାର ସ୍ୱାମୀ କେହି ଦେବତା ମାନେ କେହି ନଥିବାରୁ ଏଥିରେ କୌଣସି ଶୁଭ କର୍ମ କରାଯାଏନି। ତେଣୁ ଏଇ କର୍ମ ଫଳ ଏଥିରେ ମିଳେନି। ତେଣୁ ମଳ ମାସ ନିଷିଦ୍ଧ ହେଲେ ପୁରୁଷୋତ୍ତମ ମାସରେ ଏଇଟା କରାଯାଇ ପାରିବ। ତେଣୁ ଥରେ ସବୁ ମାସ ଭଗବାନ ବିଷ୍ଣୁଙ୍କ ପାଖରେ ଅଭିଯୋଗ କଲା ପରେ ସିଏ ହେଇଥିଲେ କଣ ନା ପୁରୁଷୋତ୍ତମ ନାମ ଜପ ହେଇଥିଲେ। ତେଣୁ ଏଇ ସମୟରେ ଆମକୁ ଯେତେ ବ୍ରତ ପାଳନ କରିବା ସେତେ ଆନନ୍ଦଦାୟକ ହେଇପାରିବା। ତେଣୁ ପୁରୁଷୋତ୍ତମ ମାସ ସ୍ମରଣନାଥ ସର୍ବ ପାପ ବିନଶ୍ୟତି। ପୁରୁଷୋତ୍ତମ ମାସରେ ପ୍ରୟୋଜନୀୟ ମନ୍ତ୍ରାବଳୀ କଣ, ଆମେ କେମିତି ଅର୍ଘ୍ୟ ଦବା, କେମିତି ନିରାଜନା କରିବା, କେମିତି ଧ୍ୟାନ କରିବା,
କେମିତି ପ୍ରଣାମ କରିବା, କେମିତି ପୁଷ୍ପାଞ୍ଜଳି କରିବା, କେମିତି ଜପ କରିବା, ଏତିକି କଥା ଆମେ ଜାଣିବା। ତ କେମିତି? ଦେବ ଦେବ ନମସ୍ତୁଭ୍ୟଂ ପୁରାଣ ପୁରୁଷୋତ୍ତମ ଗୃହାଣାର୍ଘ୍ୟଂ ମୟା ଦତ୍ତଂ ରାଧୟା ସହିତ ହରେ। ଅର୍ଘ୍ୟ ଦାନ କରିବା ଭଗବାନଙ୍କୁ। ତାପରେ ନିରାଜନ ମାନେ ଆଳତି କେମିତି କରିବା? ନିରାଜୟାମି ଦେବେଶ ମିନ୍ଦି ଭଜଦଳ ଛବି ରାଧିକା ରମଣಂ ପ୍ରେମ୍ନା କୋଟି କନ୍ଦର୍ପ ସୁନ୍ଦରମ୍। ଧ୍ୟାନ କରିବା। ଅନ୍ତର ଜ୍ୟୋତି ରତ୍ନ ରଚିତେ ସିଂହାସନେ ସଂସ୍ଥିତମ୍ ମଂସୀନାଦ ବିମୋಹಿತ ବ୍ରଜବଧୂ ବୃନ୍ଦାବନେ ସୁନ୍ଦରମ୍। ध्यायेद्राधिकया सौ कौस्तुभमणि प्रद्योतितोरस्थलम् राजरत्नकिरीटकुण्डलधरम् प्रत्याग्रप्रीताम्बरम्। तापर आमे प्रणाम करिबा, पुष्पांजलि देबा। वन्दे नवघनश्यामं द्विभुजं मुरलीधरं पीताम्बरं धरं देवं सराधं पुरुषोत्तमं। नौमि नवघनश्यामं पीतवाससमच्युतं श्रीवत्सभासितोरसमं राधिका सहितं हरिम्। तापरे आमे जप करिबा। गोवर्धनं धरं वन्दे गोपाल गोपरूपिणम् गोकुलोत्सवमीशानं गोविन्दं गोपिका प्रियं गोविन्दं गोपिका प्रियं गोविन्दं गोपिका प्रियम्। हरे राम 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 हरे 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 कृष्ण 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 हरे हरे। जगन्नाथ 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 हरे हरे बलभद्र मा सुभद्रा सुदर्शन हरे हरे। जगन्नाथ 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 हरे हरे बलभद्र मा सुभद्रा सुदर्शन हरे हरे। ओम नमो भगवते वासुदेवाय। ओम नमो भगवते पुरुषोत्तमाय। ओम नमो भगवते श्री रघुनाथाय।